2026 ମସିହାରେ ଏମିତି ବି ଲୋକଙ୍କର ଚିନ୍ତାଧାରା ଅଛି ଯେ କି ତାଙ୍କୁ ନିହାତି ପୁଅଟିଏ ଦରକାର, ଆଉ ପୁଅଟିଏ ହେଲେ ତାଙ୍କର କ'ଣ କରୁ ନ କରୁ ତାଙ୍କ ଶେଷ ସମୟରେ ତାଙ୍କର ଶେଷ ଅନ୍ତିମ ସଂସ୍କାର ସହିତ ଯାହା ସବୁ କାର୍ଯ୍ୟବିଧି ରହିଛି ସେସବୁ ସେ କରିପାରିବ। ମାନେ ଏବେ ବି ଲୋକମାନେ ଅନ୍ଧବିଶ୍ୱାସ ଅଛନ୍ତି ଯେ ଝିଅମାନେ ଏସବୁ କରିପାରିବେ ନାହିଁ। ତାର ଗୋଟେ ନିରାଟ ଉଦାହରଣ ମୁଁ ଆପଣଙ୍କୁ ବି ଦେବି। ଏ ଫଟୋ ମାଧ୍ୟମରେ ଆପଣ ଦେଖନ୍ତୁ, ଝିଅଟିଏ ବାପ ପାଇଁକି ଲଣ୍ଡା ବି ହେଇଛି, ତାର ସମସ୍ତ ତୁଠ କାମ ବି ସିଏ କରିଛି। ଏ ଝିଅକୁ ହୃଦୟରୁ ମୁଁ ସାଲ୍ୟୁଟ୍ କରୁଛି। ଆପଣମାନେ କ'ଣ କରିବେ? ମୋର ବିଶ୍ୱାସ ନାହିଁ, କାରଣ ଯେଉଁମାନେ ପୁଅ ପ୍ରେମୀ ସେମାନେ କେବେ ବି ଝିଅକୁ ସପୋର୍ଟ କରିବେନି। ଯଦି ଆପଣଙ୍କ ଭିତରେ କିଏ ସେଇଭଳି ହୃଦୟବାନ ବ୍ୟକ୍ତି ଥିବେ ସେମାନେ ଯଦି ସପୋର୍ଟ କରିବେ ମୁଁ କହିପାରିବିନି, କିନ୍ତୁ ଦେଖନ୍ତୁ ଏ ଫଟୋଟି, ଝିଅଟି କେମିତି ତା ନିଜ ଚୁଟି ଦାନ କରୁଛି ତା ବାପ ପାଇଁକି। ଏଇଭଳି ଝିଅ ସମସ୍ତଙ୍କୁ ମିଳିବା ଦରକାର, ଯିଏ ନିଜ ଇଚ୍ଛାରେ ପିତାମାତାଙ୍କର କାମ କରିପାରିବ, କୌଣସି ବାଧ୍ୟବାଧକତାରେ ନୁହେଁ।